କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ କଥା ହେବା ମହାଳୟା ବିଷୟରେ। ମହାଳୟା ଦିନକୁ ମହାଳୟା ଅମାବାସ୍ୟା ମଧ୍ୟ କୁହାଯାଏ। ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉପରେ ଧ୍ୟାନ ଦିଆଯାଏ। ଦୁର୍ଗା ପୂଜା ପର୍ବର ଆରମ୍ଭକୁ ଚିହ୍ନିତ କରେ। ଦିନଟି ଗଭୀର ଆଧ୍ୟାତ୍ମିକ ଏବଂ ପାରମ୍ପରିକ ଭାବରେ ଦେବୀଙ୍କ ନିବେଦନ ଏବଂ ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ସହିତ ଜଡ଼ିତ। ମହାଳୟା ଅମାବାସ୍ୟା ମୁଖ୍ୟତଃ ତର୍ପଣ ରୀତିନୀତି ସହିତ ଜଡ଼ିତ, ଯେଉଁଠାରେ ଲୋକମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଜଳ, ପ୍ରାର୍ଥନା ଏବଂ ଖାଦ୍ୟ ପ୍ରଦାନ କରନ୍ତି। ମୃତ ପରିବାର ସଦସ୍ୟଙ୍କୁ ସ୍ମରଣ କରିବା ଏବଂ ସମ୍ମାନ ଦେବା ପାଇଁ ଏହି ଦିନଟି ଶୁଭ ବୋଲି ବିଶ୍ୱାସ କରାଯାଏ। ବିଶେଷ କରି ପୁରୁଷମାନେ ନଦୀକୂଳ, ପୋଖରୀ କିମ୍ବା ଅନ୍ୟାନ୍ୟ ଜଳରାଶିରେ ଏହି ରୀତିନୀତି କରନ୍ତି। ଖାଦ୍ୟ ବା ପିଣ୍ଡ ଅର୍ପଣ କରିବା ଏବଂ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପ୍ରାର୍ଥନା କରିବା ଏହି ଦିବସର ବିଶେଷତ୍ୱକୁ ବର୍ଣ୍ଣନା କରିଥାଏ। ଅନେକ ଲୋକ ମହାଳୟା ଅମାବାସ୍ୟା ଦିନ ଉପବାସ ପାଳନ କରନ୍ତି। ବିଶ୍ୱାସ କରନ୍ତି ଯେ ଏହି ଦିବସଟି ଆତ୍ମାକୁ ଶୁଦ୍ଧ କରିବା ଏବଂ ପୂର୍ବପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ କରିବାର ସମୟ। ମହାଳୟା ଶବ୍ଦଟି ଦୁଇଟି ସଂସ୍କୃତ ଶବ୍ଦ ମହା ଏବଂ ଆଳୟରୁ ଉତ୍ପନ୍ନ ହୋଇଛି, ଯାହାର ଅର୍ଥ ହେଉଛି ମହାନ ବାସସ୍ଥାନ କିମ୍ବା ଦେବୀଙ୍କ ଘର। ଏହି ଦିନ ଭକ୍ତମାନେ ବିଶ୍ୱାସ କରନ୍ତି ଯେ ଦେବୀ ଦୁର୍ଗା ତାଙ୍କ ପିଲାମାନଙ୍କ ସହିତ ପୃଥିବୀରେ ଥିବା ତାଙ୍କ ପିତ୍ରାଳୟ ପରିଦର୍ଶନ କରିବା ପାଇଁ କୈଳାସରେ ଥିବା ତାଙ୍କ ସ୍ୱର୍ଗୀୟ ବାସସ୍ଥାନରୁ ଯାତ୍ରା ଆରମ୍ଭ କରନ୍ତି। ଏହି ଦିବସ ପୃଥିବୀକୁ ଓହ୍ଲାଇବା ପାଇଁ ମାତା ଦେବୀଙ୍କ ପାଇଁ ଏକ ନିମନ୍ତ୍ରଣ ବା ନିମନ୍ତ୍ରଣ ଭାବରେ କାର୍ଯ୍ୟ କରେ। ଏହି ନିମନ୍ତ୍ରଣ ପବିତ୍ର ମନ୍ତ୍ର ପାଠ ମାଧ୍ୟମରେ ହୋଇଥାଏ। ଦୁର୍ଗା ପୂଜା ଆରମ୍ଭ ହେବାର ପ୍ରାୟ 7 ଦିନ ପୂର୍ବରୁ ମହାଳୟା ପାଳନ କରାଯାଏ ଏବଂ ଦେବୀ ଦୁର୍ଗା ପୃଥିବୀକୁ ଆସିବାର ଖବର ଦେଇଥାଏ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଲାଇକ୍ କରିଦିଅ, ଭିଡିଓକୁ ଅନ୍ୟ ସହିତ ସେୟାର କର। ଚ୍ୟାନେଲରେ ଯେଉଁମାନେ ଭିଡିଓ ଦେଖୁଛନ୍ତି ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି, ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ମିଶିକି ପଢିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହେବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।